बालेश्वर प्रीमियर लीग सीजन 13 ପାଇଁ ବାଜିଲା ବିଗୁଲ। ବିଗତ ଚମ୍ପିୟନ ଡେକାନ ୱାରିୟର୍ସ ପକ୍ଷରୁ ଉନ୍ମୋଚିତ ହେଲା ଚଳିତ ବର୍ଷର ନୂତନ ଜର୍ସି। ଚଳିତ ମାସ 5 ତାରିଖରୁ ବାଲେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବିପିଏଲ ସିଜନ 13 କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ 6 ଗୋଟି ଫ୍ରାଞ୍ଚାଇଜ ଟିମ୍ ସହ ଖେଳାଳି ଚୟନ ସରିଛି। ଏହି ପରିପ୍ରେକ୍ଷୀରେ ଟୁର୍ଣ୍ଣାମେଣ୍ଟର ବିଗତ ବର୍ଷର ଚମ୍ପିୟନ ଡେକାନ ୱାରିୟର୍ସ ଦଳର ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମ ସହରର ଶ୍ରୀହରି ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଯୁବ ନେତା ଇଞ୍ଜିନିୟର ବିଭୁପଦ ଦାସ ଏଥିରେ ଅତିଥି ଭାବେ ଯୋଗଦେଇ ଦଳର ଜର୍ସିକୁ ଉନ୍ମୋଚନ କରିବା ସହ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟିମ୍ ସ୍ପିରିଟ ନେଇ ଖେଳିବାକୁ ଶ୍ରୀ ଦାସ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ। ନିଜକୁ ଫିଟ୍ ରଖିବା ସହ ଭଲ ଖେଳ ଖେଳି ଆଗକୁ ଯିବା ସହ ବାଲେଶ୍ୱର ପାଇଁ ଗର୍ବ ଗୌରବ ଆଣିବା ନିମନ୍ତେ ଶ୍ରୀ ଦାସ ସମସ୍ତ ଖେଳାଳିମାନଙ୍କୁ ଆହ୍ୱାନ ଦେଇଥିଲେ। ଆମେ ଜିତିବା ହାରିବା ସେଇଟା ମୂଳ ଲକ୍ଷ୍ୟ ନୁହେଁ। ଆମେ ଗୋଟେ ଟିମ୍ ସ୍ପିରିଟ ନେଇକି ଡିସିପ୍ଲିନ ୱେର ଖେଳ କରିବା, ଖେଳିବା ଏବଂ ଆଗକୁ ବଢ଼ିବା। ଆଉ ଦ୍ୱିତୀୟ କଥା ହେଲା ଆମେ ସବୁବେଳେ ଅନ୍ୟର ଖେଳ ଦେଖିବାକୁ ଚାହୁଁ। ସେଇଟା ମୋର ଗୋଟେ ରିକ୍ୱେଷ୍ଟ ଯେ ଆପଣମାନେ ଯେତେବେଳେ ଖେଳିବେ ଅନ୍ୟ ଖେଳକୁ ଆପଣ ଦେଖିବେ ନାହିଁ। ଆପଣ ନିଜ କ'ଣ କରିପାରିବେ, ନିଜର କ'ଣ ଆଗକୁ ଯାଇପାରିବେ, ଆପଣ କ'ଣ ଭୁଲ ରହୁଛି ଆପଣ ସେଇଟା ସୁଚାରୁ ଭାବେ ନିଭାନ୍ତୁ ଏବଂ ଆପଣଙ୍କର କୌଣସି ଚେଞ୍ଜ କରନ୍ତୁ ଯଦି କିଛି ଭୁଲ ହେଇଥିବ ଖେଳରେ। ମୋର ସେତିକି ଆପଣମାନଙ୍କ ଅନୁରୋଧ। ଏବଂ ଆଉ ଗୋଟେ ଅନୁରୋଧ ଯେ ଆପଣମାନେ ଏଇଠି ଖେଳିକି ଏଇ ବାଲେଶ୍ୱରରେ ଯେଉଁ ହେଉଛି ବିପିଏଲ ଧନ୍ୟବାଦ ଦେବା କଥା ଯେ ବାଲେଶ୍ୱର 13 ବର୍ଷ ଧରି ହେଉଛି ଏବଂ ଆପଣଙ୍କର ଏଇଠି ସୁଯୋଗ ମିଳିବ ଯେ ଆପଣଙ୍କୁ ଆଗକୁ ବଢ଼ିବାର। ଏବଂ ଏଇ ବିପିଏଲରୁ ଆପଣମାନେ ଯଦି ଆଇପିଏଲକୁ ବି ସୁଯୋଗ ପାଇବେ ସେଇଟା ବହୁତ ବଡ଼ କଥା। ଏଇ ବାଲେଶ୍ୱରରୁ ମୁଁ ଯାହା ଏଇ ଖେଳରେ ମୁଁ ବହୁତ ଅଳ୍ପ ଦିନ ହେଲା ଏବେ ଆସୁଛି, ତେଣୁ ମୋର ଅନୁଭୂତି ଯାହା ଯେ ଏଇ ବାଲେଶ୍ୱରରେ ବହୁତ ଲୋକ ବହୁତ ପିଲା ଆଇପିଏଲରେ ଖେଳିଛନ୍ତି। ଏଇ ବାଲେଶ୍ୱରରେ ଯେତିକି ଟିମ୍ ଧୋନି ହଉ କି ଗାଙ୍ଗୁଲି ହଉ କିମ୍ବା ଦେବାଶିଷ ମହାନ୍ତି ଏଇ ବାଲେଶ୍ୱରରୁ ଖେଳି ଆଗକୁ ଯାଇଛନ୍ତି। ତେଣୁ ଆପଣମାନଙ୍କ ସୁଯୋଗ ମିଳିଛି ବାଲେଶ୍ୱରରେ ଖେଳିବା ପାଇଁ। ଆପଣ ଆପଣଙ୍କର ଅନୁଭୂତିକୁ ଲକ୍ଷ୍ୟ କରି ଆପଣ ଆଗକୁ ବଢ଼ନ୍ତୁ। ଡେକାନ ୱାରିୟର୍ସ ଟିମ୍ର ସହ ମୁଖ୍ୟ ସୁଧାଂଶୁ କୁମାର ରାୟ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ଚୟନ ହୋଇଥିବା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଆମେ ଚମ୍ପିୟନ ହେଇଥିଲୁ, ଏଥର ମଧ୍ୟ ପିଲାମାନେ ବହୁତ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଭଲ ପରଫର୍ମାନ୍ସ କରିବି। ଇଏ କ୍ରିକେଟଟା ଏମିତି ଗୋଟେ ମାଧ୍ୟମ ହେଇଛି ଦେଶରେ ବଡ଼ ହେଇକି ରହିଲି ନା ବର୍ତ୍ତମାନ ସେ ଲୋକଙ୍କର ପ୍ଲେୟାରଙ୍କର ଏବଂ ଦର୍ଶନ ଭାବନା ଯୋଡ଼ୁଛି, ଭାବନା ସହିତ ଯୋଡ଼ୁଛି। ଏବଂ ମୋତେ ଯଦି କିଏ ପଚାରେ ସିଙ୍ଗଲ ରିଜନ କ'ଣ ଯେ ଏଇ ଖେଳଟା ଏତେ ପପୁଲାର ହେଇଗଲା ଯେ ସବୁ ଖେଳରୁ ଭାଟକରେ ବାହାର ଚାଲିଲା, ଗୋଟେ ସିଙ୍ଗଲ ରିଜନ କିଏ ପଚାରେ ମୋତେ କୁହନ୍ତି ଏଥିରେ ଗ୍ଲାମର ଇନଭଲ୍ଭ, ଏଥିରେ ପଇସା ଇନଭଲ୍ଭ। ମୋର ଆନ୍ସର ଏଥିରେ ୟାର ହେଉଛି ଇଲେକ୍ଟ୍ରୋନିକ୍ସ ମିଡ଼ିଆ। ଯେଉଁଭଳି ଭାବେ ମିଡ଼ିଆକୁ ପ୍ରଚାର ପ୍ରସାର କଲା ଲୋକମାନେ ଅନୁପ୍ରାଣିତ ହେଲେ, ପିଲାମାନେ ୟଙ୍ଗ ପିଲା ଆସିଲେ, ତାପରେ ଆସିଲା ଗ୍ଲାମର ଏବଂ ପଇସା ଆସିଛି। ତେଣୁ ଆପଣମାନଙ୍କର ଭୂମିକା ଅତୁଳନୀୟ। ତେଣୁ ମୁଁ ଆଶା କରେ ବନ୍ଧୁ ସାମ୍ବାଦିକମାନଙ୍କୁ ଆପଣ ସେଇଟା ସେଇ ପ୍ରୟାସ ଜାରି ରଖିବେ ଏବଂ ଏଇ ବାଲେଶ୍ୱର ଛୋଟ ଜାଗାରେ ଏଇଟା ଗୋଟେ ଏଇ ବିପିଏଲ ଟୁର୍ଣ୍ଣାମେଣ୍ଟଟା ଗୋଟେ ପ୍ରେରଣାର ଉତ୍ସ ହେଇଯିବ, କ୍ୟାଟାଲିଷ୍ଟ ହେଇଯିବ, ଗୋଟେ କ୍ରିକେଟ ରିଭଲ୍ୟୁସନ ହେଇଯିବ। ୟା ଦେଖିବେ ଭବିଷ୍ୟତରେ ୟାର ବହୁତ ଉନ୍ନତି ହେବ। ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସହ ମୁଖ୍ୟ ସୌମ୍ୟରଞ୍ଜନ ସାହୁ ଏବଂ ତପନ ବିଶ୍ୱାଳ ଓ ଟିମ୍ ପ୍ରାୟୋଜକ ସୀତା ଟିଭିଏସ୍ ପକ୍ଷରୁ ପ୍ରଦୀପ୍ତ ଜେନା ପ୍ରମୁଖ ଏଥିରେ ଯୋଗଦେଇ ଡେକାନ ୱାରିୟର୍ସର କୋଚ୍, କ୍ୟାପ୍ଟେନ୍ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଡେକାନ ୱାରିୟର୍ସର ମୁଖ୍ୟ ଶିଳାଦିତ୍ୟ ଘୋଷାଲ ଏଥିରେ ପୌରୋହିତ୍ୟ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ବିପିଏଲ ସିଜନ 13 ପାଇଁ ଟିମ୍ର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବିଗତ ବର୍ଷମାନଙ୍କ ଭଳି ଶ୍ରେଷ୍ଠ ପ୍ରଦର୍ଶନ ସହିତ ଡେକାନ ୱାରିୟର୍ସ ପୁଣି ଥରେ ଟାଇଟଲ ବିଜୟୀ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। एक्चुअली आज आम डेकान वारियर्स परिवार तरफ बीपीएल ये 13तम एडिशन पर आम अंशग्रहण करूँ एवं आज आम जर्सी उन्मोचन सहित गोटे प्रेस मीट रखी खेला मानक वार्ता देवाई, कारण विभिन्न अंचल खेला मानक नहीं आईपीएल ढांचार ये प्रीमियर लीगटा हुए, तेणु एकत्रित करने अलरेडी आम 2 दिन है पिला नेट्स कले, तो मालिक मैंने किए एवं पिला कौटिकार एकत्रित करने विथ आम गोटे प्रेस मीट आकार यहाँ गोटे वार्ता रखी पिला से खेलर सद्भावना नहीं, खेलाड़ी मनोवृत्ति नहीं, खेलतु खेल हार जीत रही बट तर 100% देले आम निश्चित भाव में ये खेल को सुचारू रूप आगे नौ। चलित वर्ष प्रिपेरेसन अनुसार आमर कोच जी रही अशोक जेना से सबुदिन सकाଳେ एवं संध्यारे पिलांकु नेइकिना नेट्स प्रैक्टिस कराउछन्ति परमिट ग्राउंड रे कि, कारण आम टीम को बालांस टीम रखीचु बैटिंग बॉलिंग उभय देखी जो ऑक्शन आम रही गत आपणकर 23 तारिख दिन ऑक्शन होता
उद्योग भवन रे सेठी आमे जो 15 जन खेलाड़ी सिलेक्शन करिथिलु से खेलाड़ी मानकु नै प्रत्येक दिन आमे तांकु पडियारे कि तांकर प्रैक्टिस सेशन रहउची। ଏହି ଅବସରରେ ଟିମ୍ କର୍ତ୍ତୃପକ୍ଷଙ୍କ ସହ ଅତିଥିମାନେ ଖେଳାଳିମାନଙ୍କୁ ନୂତନ ଜର୍ସି ପ୍ରଦାନ କରିଥିଲେ। ଚଳିତ ସିଜନରେ କୋଚ୍ ଅଶୋକ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଜ୍ଞାନେନ୍ଦ୍ର ପରିଡ଼ା ଅଧିନାୟକ ଭାବେ ଟିମ୍ର ନେତୃତ୍ୱ ନେବେ। ପ୍ରତାପ କୁମାର ବେହେରା, ଦୀନବନ୍ଧୁ ବେହେରା, ଶୁଭ୍ରାଂଶୁ ସେଠୀ, ଗୌତମ ସାମଲ, ଖଗେଶ ମିଶ୍ର, ବିଜୟ କୁମାର ମହାନ୍ତି, ନଜରୁଲ ଖାନ, ପ୍ରଦୀପ୍ତ ମଢୁଆଳ, ସର୍ବେଶ୍ୱର ମହାନ୍ତି, ତପନ ମୁର୍ମୁ, ପ୍ରିୟବ୍ରତ ବେହେରା, ପବିତ୍ର ଜେନା, ରାକେଶ କୁମାର ବେହେରା, ନିଲେଶ ମହାଲିକ ପ୍ରମୁଖ ଟିମ୍ ପକ୍ଷରୁ ଖେଳିବା ପାଇଁ ଚୟନ ହୋଇଛନ୍ତି। ବିପିଏଲ୍ ସିଜନ୍ 13ରେ ଡେକାନ ୱାରିୟର୍ସର ଶ୍ରେଷ୍ଠ ପ୍ରଦର୍ଶନ ସହ ପୁଣି ଥରେ ଚମ୍ପିୟନ ହେବା ନେଇ ସମସ୍ତେ କାମନା କରିଥିଲେ।